नमो भगवते वासुदेवाय। प्रजुहाति यदा कामन् सर्वन् पार्थमनोगतान् आमन्येवात्मना तुष्ट स्थितप्रज्ञस्तदुच्यते। ଶ୍ରୀ ଭଗବାନ କହିଲେ, ହେ ପାର୍ଥ, ଯେତେବେଳେ ବ୍ୟକ୍ତି ମାନସିକ କଳ୍ପନାରୁ ସମ୍ଭୂତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସା ତ୍ୟାଗ କରେ ଏବଂ ଯେତେବେଳେ ତାର ମନ ଆତ୍ମସ୍ଥିତିରେ ଆନନ୍ଦ ଲାଭ କରେ, ସେତେବେଳେ ତାର ଆତ୍ମା ଶୁଦ୍ଧ ଦିବ୍ୟ ଚେତନାରେ ଅଛି ବୋଲି କୁହାଯାଏ। ଭାଗବତରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ପୂର୍ଣ୍ଣ ଚେତନାରେ ଅଛି ଅର୍ଥାତ୍ ଶୁଦ୍ଧ ଭାବରେ କୃଷ୍ଣ ଚେତନାରେ ରତ ହୋଇଅଛି, ସେ ସାଧୁମାନଙ୍କର ସମସ୍ତ ଗୁଣ ଲାଭ କରିଛି। କିନ୍ତୁ ଯେଉଁ ବ୍ୟକ୍ତି ଏ ପ୍ରକାର ଦିବ୍ୟ ଚେତନାରେ ନାହିଁ, ତାହାର କୌଣସି ସଦ୍ଗୁଣ ନାହିଁ, କାରଣ ଏକଥା ନିଶ୍ଚିତ ଯେ ସେ ନିଜ ମାନସିକ କଳ୍ପନା ବିଳାସରେ ଭାସୁଛି। ସେଇଥିଯୋଗୁଁ ସେଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ବ୍ୟକ୍ତିକୁ ମାନସିକ କଳ୍ପନା ସମ୍ଭୂତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସା ତ୍ୟାଗ କରିବାକୁ ହେବ। କୃତ୍ରିମ ଉପାୟରେ ଇନ୍ଦ୍ରିୟ ଭୋଗଲାଳସା ବନ୍ଦ କରାଯାଇ ନପାରେ, କିନ୍ତୁ ବ୍ୟକ୍ତି ଯଦି କୃଷ୍ଣ ସେବାରେ ରତ ହୋଇଯାଏ, ତାହେଲେ ବିନା ଚେଷ୍ଟାରେ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସା ସ୍ୱତଃ ବନ୍ଦ ହୋଇଯାଏ। ତେଣୁ ବ୍ୟକ୍ତି ବିନା ଦ୍ୱୈତରେ କୃଷ୍ଣ ସେବାରେ ରତ ହେବା ଉଚିତ, କାରଣ ଭକ୍ତି ଯୋଗ ବ୍ୟକ୍ତିକୁ ଦିବ୍ୟ ଚେତନାସ୍ତର ଲାଭ କରିବାରେ ସାହାଯ୍ୟ କରେ। ଯେ ମହାତ୍ମା ସେ ଏକଥା ଭଲ ରକମ ଅନୁଭବ କରିଥାନ୍ତି ଯେ ସେ ପରମେଶ୍ୱରଙ୍କର ନିତ୍ୟ ଦାସ ଅଟନ୍ତି। ଏହା ଜାଣିପାରି ସେ ସର୍ବଦା ସନ୍ତୁଷ୍ଟ ରୁହନ୍ତି। ଦିବ୍ୟ ଶରୀରରେ ଅବସ୍ଥାନ କରୁଥିବା ଏ ପ୍ରକାର ମହାତ୍ମାଙ୍କର କ୍ଷୁଦ୍ର ଭୌତିକ କାମନା ସମ୍ଭୂତ ଇନ୍ଦ୍ରିୟ ସୁଖ ଭୋଗ ଲାଳସା ନଥାଏ, ବରଂ ସେ ତାଙ୍କର ସ୍ୱରୂପ ସ୍ଥିତିରେ ଅବସ୍ଥାନ କରି ଅର୍ଥାତ୍ ସ୍ୱତଃ ଭାବରେ ଭଗବାନଙ୍କର ସେବାରତ ହୋଇ ବରାବର ଆନନ୍ଦ ଅନୁଭବ କରୁଥାନ୍ତି। ଜୟ ଶ୍ରୀ କୃଷ୍ଣ।